କଲାହାଣ୍ଡିର ଚାଷୀମାନେ ବର୍ତ୍ତମାନ ରାଜରାସ୍ତାରେ ନିଜ ଅଧିକାର ଓ ସ୍ୱାର୍ଥ ପାଇଁ ସାଇକେଲ ଯାତ୍ରା କରୁଛନ୍ତି ଏବଂ ସମଗ୍ର ରାଜ୍ୟ ତାଙ୍କ ଦାବିକୁ ସମର୍ଥନ କରୁଛି। ତେବେ ଚାଷୀମାନଙ୍କ ସଂଗଠନ ଜନସଂଗ୍ରାମ ସମିତି ଓ ଆବାହକ ସାଉଲ ମଗରାଜଙ୍କ ନେତୃତ୍ୱରେ 20 ଜଣ ଚାଷୀ ସାଇକେଲ ଯାତ୍ରାରେ ବାହାରିଛନ୍ତି। ପିଚୁକୁଲି ନେତାଜୀ ଛକରେ ଖୋର୍ଦ୍ଧା ଜିଲ୍ଲାର ନବନିର୍ମାଣ କୃଷକ ସଂଗଠନ ତାଙ୍କୁ ବଡ଼ ଅଭିନନ୍ଦନ ଓ ସମର୍ଥନ ମଧ୍ୟ ଦେଇଛନ୍ତି। ଏହି ଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଚାଷୀଙ୍କ 8ଟି ମୁଖ୍ୟ ଦାବି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପହଞ୍ଚାଇବା। ତେବେ 8 ଗୋଟି ଦାବି ହେଉଛି ବିଗତ ବର୍ଷ ରବି ଚାଷ ମୁଗ ପାଇଁ ବୀମା ଟଙ୍କା ତୁରନ୍ତ ପ୍ରଦାନ, ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ, ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀ, ପଲିଟେକ୍ନିକ ଓ ଧନ୍ଦାମୂଳକ ମହାବିଦ୍ୟାଳୟର ନିର୍ମାଣ କରିବା, ଇନ୍ଦ୍ରାବତୀ କେନାଲ ମାଧ୍ୟମରେ ପାଣି ସୁବିଧା କରିବା, ଡାକ୍ତରଖାନାରେ ବିଶେଷଜ୍ଞମାନଙ୍କ ନିଯୁକ୍ତି ପ୍ରଦାନ, ଶୀତଳ ଭଣ୍ଡାର ନିର୍ମାଣ, ଏମ୍ଏସ୍ଏମ୍ଇ ପାର୍କରେ ଶିଳ୍ପ ଓ ଚାକିରି ସୁବିଧା କରିବା। ତେବେ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରୀ ଚାଷୀମାନେ ବୋଲଗଡ଼ ପହଞ୍ଚି ନନ୍ଦିଘୋଷ ଭବନରେ ରାତ୍ରି ଯାପନ କରିଥିଲେ। ଚାଷୀ କେବଳ ଚାଷ କାମ ହିଁ ସମ୍ଭାଳନ୍ତି ସେତିକି ନୁହେଁ, ସେ ସମ୍ପୂର୍ଣ୍ଣ ଦେଶକୁ ସମ୍ଭାଳୁ ଅଛନ୍ତି। ତେବେ ଚାଷୀର ଅଧିକାର ପାଇଁ ଏ ସ୍ୱରକୁ ଆମେ ମଧ୍ୟ ସମର୍ଥନ କରିବା ଦରକାର ଅଛି। ତେବେ ଆପଣମାନେ ଯଦି ସମର୍ଥନ କରୁଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କ ମତାମତ କ'ଣ? ଚାଷୀଙ୍କ ଦାବି ନ୍ୟାୟ ସଙ୍ଗତ କି? ଯଦି ହଁ, କମେଣ୍ଟରେ ଜୟ ଚାଷୀ ଲେଖନ୍ତୁ ଏବଂ ଭିଡ଼ିଓକୁ ମଧ୍ୟ ସେୟାର କରନ୍ତୁ।